ପିଲାମାନେ ଅନୁରୋଧ କଲେ ଦିଦି ଗୋଟେ ଗୀତ ଶିଖାନ୍ତୁ। ତ ସ୍କୁଲରେ ଛୋଟ ଛୋଟ ପିଲାମାନଙ୍କୁ ଗୀତ ଶିଖାଇବା ପାଇଁ ମୁଁ ଲାଇବ୍ରେରୀରୁ କିଛି ବହି ଖୋଜୁଥିଲି। ହଠାତ୍ ଆଖିରେ ପଡ଼ିଲା ଅକ୍ଷର ଗୀତ। ବହିଟିକୁ ଲେଖିଛନ୍ତି ପ୍ରସିଦ୍ଧ ଶିଶୁ ସାହିତ୍ୟିକ ଦାସ ବେନହୁର ସାର୍। ତେଣୁ ସେ ବହିଟି ଯେତେବେଳେ ମୁଁ ପଢ଼ିଲି, ସେଥିରେ ଅ ଠାରୁ ଲ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ଅକ୍ଷରରେ ଗୋଟିଏ ଗୋଟିଏ ଗୀତ ଅଛି। ମୁଁ ହଠାତ୍ ଘଣ୍ଟାକରେ ସେ ବହି ପଢ଼ିକି ସାରିଦେଲି ଏବଂ ମୋତେ ସେ ବହି ଏତେ ଚମତ୍କାର ଲାଗିଲା ଯେ ମୁଁ ସ୍ଥିର କଲି ଯେ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ଅକ୍ଷର ଗୀତ ପିଲାମାନଙ୍କୁ ମୁଁ ଶ୍ରେଣୀରେ ଶିଖେଇବି। ଦାସ ବେନହୁର ସାର୍ ସେ ବହିରେ ଲେଖିଛନ୍ତି ଯେ ଅକ୍ଷର ଶିଖି ସାରିଥିବା ପିଲାମାନଙ୍କ ପାଇଁ ଏଥିରେ ଅଛି କେତେ ଗୁଡ଼ିଏ ଛୋଟ ଛୋଟ ଗୀତ। ଗୀତ ଗୁଡ଼ିକ ଗୋଟିଏ ଗୋଟିଏ ଅକ୍ଷରକୁ ନେଇ ଲିଖିତ। ପ୍ରତିଟି ଧାଡ଼ି ସେଥିପାଇଁ ସେଇ ଗୋଟିଏ ଅକ୍ଷରରୁ ଆରମ୍ଭ ହୋଇଛି। ସବୁ ଗୀତରେ ଅ ଠାରୁ ଲ ଯାଏଁ ସବୁ ଅକ୍ଷରକୁ ନେଇ ଗୀତ ସବୁ ଲେଖାଯାଇଛି। ନୂଆ ଅକ୍ଷର ଶିଖି ସାରିଥିବା ପିଲାମାନଙ୍କୁ ଏ ବହିଟି ନିଶ୍ଚିତ ନୂଆ ଲାଗିବ। ଗୀତ ଗୁଡ଼ିକରେ ବୁଝିବା ନ ବୁଝିବା ପଛ କଥା, ମାତ୍ର ଅ ଠାରୁ ଲ ପର୍ଯ୍ୟନ୍ତ ସମସ୍ତ ଅକ୍ଷରକୁ ନେଇ ଗୀତ ରଚନା କଲାବେଳେ ସେ ଅକ୍ଷରମାନଙ୍କର ପ୍ରୟୋଗ ଓ ଉପରତଳ ଶବ୍ଦର ଛନ୍ଦ ମିଳନ ପ୍ରତି ଧ୍ୟାନ ଦେଇଛନ୍ତି। କିଛି କିଛି ଶବ୍ଦର ଅର୍ଥ ମଧ୍ୟ ତଳେ ଦିଆଯାଇଛି, ପୃଷ୍ଠାରେ ଦିଆଯାଇଛି। ତ ଆହୁରି ମଧ୍ୟ ଲେଖିଛନ୍ତି ଯେ ଖେଳନା ଧରି ପିଲାମାନେ ଖେଳନ୍ତି, ତାଙ୍କୁ ମଜା ଲାଗେ ଖେଳିବାକୁ। ହେଲେ ଖେଳନା ଗୁଡ଼ିକ କ'ଣ? ସେସବୁ ବାସ୍ତବ ଜୀବନର ଛୋଟ ଛୋଟ କୌତୁକିଆ ପରିପ୍ରକାଶ ମାତ୍ର। ରୂପରେ, ରଙ୍ଗରେ ଓ ନାଦରେ ଖେଳନା ଗୁଡ଼ିକ ଆକୃଷ୍ଟ କରନ୍ତି ପିଲାମାନଙ୍କୁ। ଶବ୍ଦ ମଧ୍ୟ ଏକ ପ୍ରକାର ଖେଳନା, କାରଣ ଅକ୍ଷରମାନଙ୍କ ସାହାଯ୍ୟରେ ଯେଉଁ ଶବ୍ଦମାନ ଗଢ଼ାଯାଏ ସେଗୁଡ଼ିକ ସବୁବେଳେ ନା ବାସ୍ତବ ନା ଅର୍ଥବୋଧକ। ଉଭୟ ଅର୍ଥବୋଧକ ଓ ଅନର୍ଥବୋଧକ ଶବ୍ଦ ନେଇ ପିଲାମାନେ ଖେଳିବାକୁ ଭଲ ପାଆନ୍ତି। ଶବ୍ଦକୁ ଖେଳନା କରି ଖେଳିବା ପାଇଁ ଗୀତ ଏକ ଚମତ୍କାର ମାଧ୍ୟମ। ଅକ୍ଷର ଶିକ୍ଷା ସହିତ ଅକ୍ଷର ସହ ଯୋଡ଼ା ଶବ୍ଦମାନଙ୍କୁ ନେଇ ଗୀତ ମାଧ୍ୟମରେ ଖେଳିବା ପିଲାମାନଙ୍କ ପାଇଁ ଖୁବ୍ ଦରକାରୀ। ଗୀତ ପଢ଼ୁ ପଢ଼ୁ ଗାଉ ଗାଉ ପିଲାଟି କେମିତି ସେହି ଅକ୍ଷରର ଆଉ କେତେକ ଶବ୍ଦ ଜାଣିବ, ତାର ବାଟ କରାଯାଇଛି ଏ ବହିଟିରେ। ତେଣୁ ମୋର ଆଶା ବହିଟି ପିଲାମାନଙ୍କୁ ଭଲ ଲାଗିବ। ଏ କଥା ଦାସ ବେନହୁର ସାର୍ ସେ ବହିରେ ଲେଖିଛନ୍ତି ଏବଂ ମୁଁ ଭାବୁଛି ଏ ବହିଟି ପ୍ରତ୍ୟେକ ସ୍କୁଲର ଲାଇବ୍ରେରୀରେ ନିଶ୍ଚିତ ଭାବରେ ଥିବ। ତେଣୁ ଏ ବହିରେ ଯେତେ ଗୁଡ଼ିଏ କଥା ଲେଖା ହେଇଛି, ପିଲାମାନଙ୍କୁ ଏହା ବହୁତ ଆନନ୍ଦଦାୟକ ହେଉଛି ଏବଂ ପିଲାମାନେ ମଧ୍ୟ ବହୁତ ଆଗ୍ରହର ସହିତ ଏ ଅକ୍ଷର ଗୀତକୁ ଶିଖୁଛନ୍ତି ଏବଂ ଶିଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଗୋଟିଏ ଗୀତ ଶିଖେଇବା ପରେ ପିଲାମାନଙ୍କର ଅନୁରୋଧ ରହିଲା ଯେ ଦିଦି ଅ ଶିଖା ସରିଲା, କାଲି ଆ ପଢ଼େଇବେ ତ, ଆ ଶିଖା ସରିଲା, କାଲି ଇ ପଢ଼େଇବେ ତ। ତେଣୁ ପ୍ରତ୍ୟେକ ଦିନ ପିଲାମାନଙ୍କର ଆଗ୍ରହ ହେଉଛି ଯେ ଆମେ ଗୋଟିଏ ଗୋଟିଏ ଅକ୍ଷର ଗୀତ ଶିଖିବୁ। ତେଣୁ ମୁଁ ପ୍ରତ୍ୟେକ ଦିନ ଚେଷ୍ଟା କରିବି ଯେ ପ୍ରତ୍ୟେକ ଗୋଟିଏ ଦିନରେ ଗୋଟିଏ ଅକ୍ଷରର ଗୀତକୁ ନେଇ ପିଲାମାନଙ୍କୁ ଶିକ୍ଷଣ କାର୍ଯ୍ୟ କରାଇବା ପାଇଁ। ଆଶା କରେ ଆପଣଙ୍କୁ ଏ ଭିଡ଼ିଓ ନିଶ୍ଚିତ ଭଲ ଲାଗିବ। ଗୀତ ପଢ଼ୁ ପଢ଼ୁ ଗାଉ ଗାଉ ପିଲାଟି ସେହି ଅକ୍ଷର ସହିତ ଯୋଡ଼ା କେତୋଟି ନୂତନ ଶବ୍ଦ ଶିଖିପାରିବ ଏବଂ ଯେଉଁ ଶବ୍ଦ ଗୁଡ଼ିକ ଆଉ ଗାଁ ଗହଳିରେ ଏବେ ଆଜିକାଲିକା ପିଲା ଆଉ ବ୍ୟବହାର କରୁନାହାନ୍ତି, ସେଭଳି କିଛି ପୁରୁଣା ଶବ୍ଦ ମଧ୍ୟ ସେ ବହୁତ କୌତୁକର ସହିତ ଶିଖିପାରିବ। ଚାଲନ୍ତୁ ଆମେ ପ୍ରଥମେ ଏହି ଅକ୍ଷର ଗୀତ ବହିର ଅ ଅକ୍ଷରଟିକୁ ପଢ଼ିବା। Very good. କେତେଟା ହେଲା? ସାତଟି ହେଲା। ଆ କେତେଟା ଅଛି? ହଁ।